କଣ ମତେ କଣ କହୁଛୁ କଣ? ମୋର ସଜବାଜ ହେଇକି ଚିକନ ଚାକଣ ବାହାରିଲି ନା ତୋରି ଭଳିଆ କାମ ବାମ ଟିକେ କରୁନୁ ବେ କୋଉଠି। ତୋ ବୟସ କେତେ ହେଲାଣି ସବୁ? ବୟସ ମୋର 39 ହେଲା। କେତେ ବୟସ 39 ହେଲାଣି। ନ ଯାଇଲା ଭଳିଆ ଯେମିତି ତ ପଚାରୁଛୁ। କର ଆଉ 2-4 ବର୍ଷ କରିବୁ ତାପରେ ମୋଡି ହେଇକି ପଡିବୁ। ଖୁସି ଏବେ ଫକୀର ହଁ ତୋ ଜୀବନ ଟା ଯାହା କରୁଛୁ ବଢିଆ ବେ ତୋ ଜୀବନ। କଣ କଣ ମୋ ଘରୁ ଖାଇଦେଇ ଯାଉଛୁ ବିଦ୍ୟା ବଡ ବାପା ଦୋକାନରୁ ପାନ ପୁଡିଆ ଖାଉଛୁ ଏଠି ବହୁଛୁ ଆରାମରେ ଆଉ କଣ। ଆଉ କଣ କାମ ଫାମ ଟିକେ କର ବେ। ମାନେ ବସୁନୁ ଆଁ? କଣ ବ ସକାଳୁ ତୁ କଣ ମତିଭ୍ରମ ହେଇଯାଇଛି ନା କଣ ମତି କଣ ଭ୍ରମ? କହୁଛୁ କଣ? ମୋର ସଜବାଜ ହେଇକି ଚିକନ ଚାକଣ ବାହାରିଲି ନା ତୋରି ଭଳିଆ କାମ ବାମ ଟିକେ କରୁନୁ ବେ କୋଉଠି। ତୋ ବୟସ କେତେ ହେଲାଣି ସବୁ? ବୟସ ମୋର 39 ହେଲା। କେତେ ବୟସ 39 ହେଲାଣି। ନ ଯାଇଲା ଭଳିଆ ଯେମିତି ତ ପଚାରୁଛୁ। କର ଆଉ 2-4 ବର୍ଷ କରିବୁ ତାପରେ ମୋଡି ହେଇକି ପଡିବୁ ଆଉ କଣ। ତାମାନେ ତୋର ବୟସ ହେଇନି ରୋଜଗାର ମୋର କରିବା। ବୟସ ନୁହେଁ, ମୋର ଯେତିକି ଦରକାର ମୋ ଦାନା ପାଣି ଉଠି ଯାଉଛି। ମୁଁ ଏତେ ବାଡେଇ ହେଇକି ଖଟିଆ ମତେ କିଛି ସେଗୁରା ପସନ୍ଦ ନାହିଁ। ତୋର ଖାଲି ବୁଝିପାରିଲୁ? ଏମିତିଆ କଥା ଖାଲି ଆଉ କିଛି ତୁ ନାହିଁ। ରଖିଦେ ମେଚା, ତୁ ରଖିଦେ ତୋ ବଡବାପାକୁ ଦେଇଦେ ମେଚା, ସିଏ ରଖୁ। ତମେ ପଇସା ଗଦାରେ ଶୁଅ, ଆମର କଣ ହେଇଯାଉଛି? ଦେଖୁନୁ ଗୋଟା କଥା କହିଲି ତୁ ଏଇନା 10ଟା କଥା ମତେ ବୁଝେଇବୁ। ମୋ ପାଖରୁ ବଡ ବାପା ପାଖକୁ ପଳେଇଲୁ। ଆରେ ତୁ ସେଇ କଥା ଯୋଉ ମତେ ଯୋଉ ତୁ ଜ୍ଞାନ ଦଉଛୁ, ତୁ ଏମିତି ଆମ ଗାଁର ମହାତ୍ମା ଗାନ୍ଧୀ ହେଲୁଣୁ, ମତେ ତୁ ଜ୍ଞାନ ଦବୁ। ମୁଁ କଣ କରିବି ନ କରିବି ତୁ ମତେ ଜ୍ଞାନ ଦବୁ। ମତେ ଜ୍ଞାନ ଦବୁ ତୁ। ଯା 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 ମୁଁ ଆଗରୁ ପଳା, ମତେ ସେ ଟେନସନ ବା ମୋର କରନା ଭୁଲ। ସକାଳୁ। ପଳା ମୋର ପଳା ଭୁଲ ତୁ ତୋର ବଇଥିଲୁ ମୁଁ ଆଜି ପଚାରିଲି ବୋଲି ପଳା ନହେଲେ ସେ ବାଉଁଶ ଫାଉଁଶ ଗଲୁ ଏଠୁ ଯା। ଶଳା କି କାମ ତତେ କରିବା ଭଲ କଥା ବି ମୋ କହିବା କଥା ବାପା ନୁହଁ। ମା ମୋ ଭାଇ କୋଉନ କହିନାହାନ୍ତି ଯେ ତୁ କାମ କରିବୁ, କି ମୋ ମାମୁଁ ମାଇଁ ପିଇସା ପିଇସି କୋଉନ କହିନାହାନ୍ତି ତୁ କାମ କର କି କଣ କର। ମୋ କଥା ମୁଁ ଚିନ୍ତା କରୁଛି। ମୁଁ କଣ ସକାଳୁ ହେଲେ ବାପା ମାଙ୍କୁ ପଇସା ମାଗୁଛି ନା ବାପା ବଡବାପାଙ୍କୁ ପଇସା ମାଗୁଛି। ତୁ କିଏ ବେ ମତେ କହିବା କେହି ପାଇଁ? ବୁଝେଇ ପାରିବେନି ତତେ। ଯାଉନୁ ତୁ କାହିଁ ମତେ ବୁଝଉଛୁ? ଯା ନିଜ କାମ ମୁଁ ନିଜେ କରୁଛି। ତମେ ଏତେ ମତେ କେହି ଜ୍ଞାନ ପେଲିବା ଦରକାର ନାହିଁ। ମୁଁ ଯୋଉ ତୋ ଭଳିଆ କିଛି ଅଛନ୍ତି ଜଣେ ଦି ଜଣ, ଭାଇ ତମେ କଣ ଭିଡିଓ କରୁଛ ଆଉ କିଛି କରୁନ? ଆଉ କଣ ଶୁଖିଲାରେ ଆମେ କଣ ବଇଛୁ? ତମେ 60 ବର୍ଷ ଯାକେ ରିଟାୟାର୍ଡ ହୁଅ ପଇସା ପାଇବ। ହଉ ତୁ ତୋର 60 ବର୍ଷ ଯାକେ ତୋର ରୋଜଗାର 60 ବର୍ଷ ପରେ ରୋଜଗାର କରିବୁ ନା କଣ? ମୋର ସରିଯାଇଛି ବା ରୋଜଗାର। ଓହୋ ତୋର ଯେତିକି ହଉଛି ତୋର ହେଇଯାଉଛି। ଏବେ କେବଳ ଟଙ୍କା 4-5 ହଜାର ହେଲେ ମୋ ମନ ଖୁସି, ମୋର ବେଶୀ ଦରକାର ନାହିଁ। ହଉ ହଉ ତୁ ମୁଁ ଯୋଉ କହିକି ଭାଇ ମୋର ଭୁଲ ହଁ ହେଇଯାଇଛି ଯା ମୁଁ ଚାଲିଲି ମୋ ବାଟରେ। ଲୋକ ଦେଖିକି ଜ୍ଞାନ ପେଲିବୁ ନା ଆଉ। ତୁ ଅଖାଡୁଆ କି ଯାହାକୁ ନାହିଁ ତାକୁ ଜ୍ଞାନ ଦେଇ ଦଉଛୁ। ଯା ସକାଳୁ କୁଆଡେ ବେଳିଙ୍ଗ ପତ୍ର ବାନ୍ଧିକି ବାହାରିଲାଣି ଆଉ। ଯା 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 ବଡ ଲୋକ ହେଇଯିବୁ। ଏମିତିଆ ଚିନ୍ତାଧାରା ଲୋକ ବହୁତ ଅଛନ୍ତି। ନିଜେ କଣ କରୁଥିବେ ନ କରୁଥିବେ ପରକୁ ଜ୍ଞାନ ଦଉଥିବେ। ତୁ ଏଇଟା କରୁନୁ ସେଇଟା କରୁନୁ। ଆମେ ଆମର ନିଜେ ବୁଲୁଛୁ ଖାଉଛୁ ପିଉଛୁ। ଟଙ୍କା 2-4 ହଜାର ହେଲେ ମାସକୁ କାମ ପତେ। ସେଗୁରା କାଇଁ ଆମକୁ ଜ୍ଞାନ ଦଉଛ? ରଖୁଛୁ ବୁଝିବା ଲୋକ ଠିକ